ଗଜପତି ଜିଲ୍ଲା କାଶୀନଗର ଶ୍ରୀରାମ ମନ୍ଦିରରେ ଆଜି ଭକ୍ତଙ୍କ ଭିଡ଼ ଜମିଛି। ଆପଣ ଯେଉଁ ଚିତ୍ର ଦେଖୁଛନ୍ତି, ଏଠାରେ ଆଜି ଧର୍ମଧ୍ୱଜା ସ୍ଥାପନ ହେବା ସହ ସୀତାରାମଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଣୁ ଶ୍ରୀମନ୍ଦିରକୁ ଫୁଲ ଦ୍ୱାରା ସୁସଜ୍ଜିତ କରାଯାଇଛି। ଏହି ଉତ୍ସବକୁ ମନ୍ଦିର ପରିଚାଳନା କମିଟି ଭାସ୍କର ସାମନ୍ତରାୟଙ୍କ ନେତୃତ୍ୱରେ ଆୟୋଜିତ। ଉତ୍ସବରେ ରବି ପଣ୍ଡା, ଗଗନ ନାୟକ, ମଣ୍ଟୁ ପାତ୍ର, ସିଧୁ ମହାପାତ୍ର, ମମି ସାହୁ, ଦୁର୍ଗା ପ୍ରସାଦ ପାତ୍ର ପ୍ରତ୍ୟେକ ପରିଚାଳନାରେ ଏହି ଉତ୍ସବ ପାଳିତ ହେଉଛି। ରାତ୍ରରେ ପ୍ରଭୁ ଶ୍ରୀରାମ ଓ ସୀତାଙ୍କୁ ପାଲିଙ୍କିରେ ସୁସଜ୍ଜିତ କରାଯାଇ ନଗର ପରିକ୍ରମା ପରେ ଦେବୀ ଉପରେ ବରଯାତ୍ରୀଙ୍କୁ ସାକାର ସହ ବୈଦିକ ରୀତିନୀତିରେ ବିବାହ ଅନୁଷ୍ଠିତ ହେବ ବୋଲି ଭାସ୍କର ସାମନ୍ତରାୟ କହିଛନ୍ତି। ଅପରାହ୍ନରେ ପ୍ରାୟ 500ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ପାଇଁ ପ୍ରସାଦର ସେବନର ବ୍ୟବସ୍ଥା କରାଯାଇଛି। ଆଜି ମନ୍ଦିରରେ ଭକ୍ତିମୟ ପରିବେଶ, ସୀତାରାମଙ୍କ ବିବାହ ଓ ଧ୍ୱଜା ସ୍ଥାପନ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା କାଶୀନଗରରୁ ପଣତି ସାବତ, ଓଡ଼ିଶା ଖବର।